ଆମେ ମା ପୁଅ ଖାଉଛୁ ଭଣ୍ଡା ପକୁଡି, ଆପଣ ମାନେ ବି ଖାଆନ୍ତୁ। ଜାଣିପାରିଲେ ତ ଆମେ କୋଉଥିରେ ପକୁଡି କରିବାକୁ ଯାଉଛୁ? ପକୁଡିର ଯାହା ସାଧାରଣ ଜିନିଷ ବେସନ, ଭୃଷୁଙ୍ଗା ପତ୍ର, କଞ୍ଚା ଲଙ୍କା, ଲୁଣ, ହଳଦୀ, ତେଲ। ହେଲେ ଏଇ ଯୋଉ କଟା ହେଇଥିବା ଜିନିଷଟା କ'ଣ କହିଲେ? ଅମୃତଭଣ୍ଡା। ଆକୁ ଚୋପା ଛଡ଼େଇକି ପୁରା ସରୁ ସରୁ କରି କାଟି ଦିଅନ୍ତୁ। ଯେତେ ଭଲ କାଟିବେ ପକୁଡି ସେତେ ସୁଆଦ ହବ। ତାପରେ ଟିକେ ବେସନକୁ ଆଗ ଭଲ ଭାବରେ ଲୁଣ ପକେଇ ଫେଣ୍ଟି ଦିଅନ୍ତୁ। ଯେତେ ଭଲ ଫେଣ୍ଟିବେ ପକୁଡି ସେତେ କୁଡ଼କୁଡ଼ ହେବ। ଯେଉଁମାନେ ପକୁଡି ଆଗରୁ କରିଛନ୍ତି ସେ ଏ ପକୁଡି ବି ଖୁବ୍ ସହଜ ଭାବରେ କରିପାରିବେ। ପୁରା ସେଇ କଥା ମ। ହେଲେ ମୋ ମୁଣ୍ଡରେ କାହିଁ କେବେ ପଶିନଥିଲା ଅମୃତଭଣ୍ଡାରେ ଏତେ ସୁନ୍ଦର ପକୁଡି କରିହେବ ବୋଲି। ମୋତେ ଯେତେବେଳେ ପୁଅ କହିଲେ ବୋଉ ମୁଁ ତମ ପାଇଁ ଭଣ୍ଡା ପକୁଡି କରିଦେବି, ମୁଁ କହିଲି ନାଇଁ ମୋ ବାପା, ଆମେ ତ 3 ଜଣ ଅଛେ, କାଳେ ଭଲ ଲାଗିବନି, କରିବାନି। କିନ୍ତୁ ସେ କଲା ପରେ ଏତେ ସୁଆଦ ଲାଗିଲା ଯେ ମୁଁ ନିଜେ ଖାଇ ପୁଣି ଆପଣମାନଙ୍କୁ କହିଲି।